ଏବେ ପ୍ରତି ଗ୍ରାମରେ ମିନି ରାଇସ୍ ମିଲ୍ର ଚାହିଦା ବହୁତ ମାତ୍ରାରେ ବଢ଼ି ଚାଲିଛି ଏବଂ ପ୍ରତି ଗ୍ରାମରେ 2ରୁ 3 ମିନି ରାଇସ୍ ମିଲ୍ ନିଶ୍ଚିନ୍ତ ଥିବ। ଠିକ୍ ଅଛି, ଆପଣମାନେ ଯଦି କିଣିଥିବେ ଏ ଭିଡ଼ିଓକୁ ଦେଖନ୍ତୁ, ଏବେ କିଣିବାକୁ ଚାହୁଁଛନ୍ତି ମଧ୍ୟ ଏ ଭିଡ଼ିଓକୁ ନିଶ୍ଚିନ୍ତ ଦେଖନ୍ତୁ, କାହିଁକିନା ଏ ପ୍ରୋବ୍ଲେମ୍ ଆପଣଙ୍କ ମେସିନରେ ମଧ୍ୟ ଆସିପାରେ। ଯଦି ଆପଣଙ୍କ ଏରିଆରେ 150ରୁ 170 ଭିତରେ କରେଣ୍ଟ ରହୁଛି, କିଭଳି ଭାବରେ ଏ ମେସିନ୍ କି ଚଲେଇବେ, କାହିଁକିନା ଏ ଯେହେତୁ କ୍ରମ୍ପଟନ୍ କମ୍ପାନୀର ମଟର ରହୁଛି ତ ଆକୁ ମିନିମମ୍ 200 ପ୍ଲସ୍ କରେଣ୍ଟ ରହିଲେ ଏ ମେସିନ୍ ବହୁତ ବଢ଼ିଆ ସେ ଚାଲିବ। ଯଦି ଆପଣଙ୍କର କରେଣ୍ଟ କମ୍ ରହୁଛି 150 କରେଣ୍ଟ କିମ୍ବା 170 ଭିତରେ ଆପଣଙ୍କର କରେଣ୍ଟ ରହୁଛି, କିଭଳି ଭାବରେ ଆକୁ ଚଲେଇବେ ଭିଡ଼ିଓକୁ କମ୍ପ୍ଲିଟ୍ ଦେଖନ୍ତୁ। ଠିକ୍ ଅଛି, ভিডিও কমপ্লিট দেখুন। ভিডিও পছন্দ আসলে ভিডিও লাইক, চ্যানেল সবসক্রাইব করে বেল আইকন প্রেস নিশ্চিন্ত করদেবে এবং সাংসাথী সেয়ার নিশ্চিন্ত করবে। ঠিক আছে, এপর্যন্ত যদি আমার চ্যানেলকে সবসক্রাইব করে না সবসক্রাইব নিশ্চিন্ত করেদেবে। চালু আজ ভিডিও স্টার্ট করবা। আপনার যদি 150 কিংবা 170 করেন্ট রয়েছে, কিভাবে ভাবে আপনার করেন্ট মেସିନ୍ চলাই পারবে এবং সিম্পল তরিকার। ঠিক আছে, কারণ যদি আপনার বহুত এম্পিয়র দিয়ে করেন্ট মেସିନ୍ চলাইবে, ତେବେ ଆପଣଙ୍କର ମେସିନ୍ ପୋଡ଼ିଯିବା ସହିତ ଆପଣଙ୍କର ମଟର ମଧ୍ୟ ବହୁତ ଜୋରରେ ହିଟ୍ ହେବ। ଠିକ୍ ଅଛି, ଏବଂ ମଟର ପୋଡ଼ିଯିବାର ସମ୍ଭାବନା ରହିଛି, ଯାହାଫଳରେ କି ବହୁତ ଅସୁବିଧାର ସମ୍ମୁଖୀନ ହେବେ ଏବଂ ଆପଣଙ୍କ ମେସିନ୍ ପୁରାପୁରି ବର୍ବାଦ ବି ହୋଇପାରେ। ଠିକ୍ ଅଛି, ତ କିଭଳି ଭାବରେ ଆପଣ ତାକୁ ସଲ୍ଭ କରିବେ ଏବଂ ଯଦି ଆପଣଙ୍କର 150 କରେଣ୍ଟ କିମ୍ବା 170 କରେଣ୍ଟ ରହୁଛି, କିଭଳି ଭାବରେ ମିନି ରାଇସ୍ ମିଲ୍କୁ ଆପଣ ସଲ୍ଭ ଠିକ୍ସେ ଚଲାଇ ପାରିବେ। ଠିକ୍ ଅଛି, ଆପଣ କ'ଣ କରିବେ, ପ୍ରଥମେ ଆପଣ ଦୋର୍ ପକାଇବେ। ଠିକ୍ ଅଛି, ଏକ ଓଭରରେ ଆପଣ ଜମାରୁ ମାରିବେନି। ପ୍ରଥମେ ଫାଷ୍ଟ ଓଭର ପକାଇଦେବେ, ସେକେଣ୍ଡ ଓଭରକୁ ଫିନିସିଂରେ ଚାଳୁ କରିବେ। ଯଦି ତା ନ କରନ୍ତି ଆପଣ କ'ଣ କରିବେ ନା, ଯେଉଁ ଲିଭର ଦେଖୁଛନ୍ତି ଏ ଲିଭରକୁ ସବୁବେଳେ ଅପ୍ ଡାଉନ୍ କରିବେ। ଠିକ୍ ଅଛି, ଅପ୍ ଡାଉନ୍ କରିବେ ଏବଂ ଧୀରେ ଧୀରେ ଆପଣ ପେଶିବେ। ଦେଖିବେ ଆପଣଙ୍କର ମେସିନ୍ ସୁରକ୍ଷିତ ରହିବା ସହିତ ଆପଣ ଡିମ୍ କରେଣ୍ଟରେ କରେଣ୍ଟ ଭୋଲ୍ଟେଜ୍ କମ୍ରେ ଆପଣ ମେସିନ୍ ଚଲାଇ ପାରିବେ। ଆଶା କରୁଛି ଭିଡ଼ିଓରୁ କିଛି ଶିଖିବାକୁ ପାଇଥିବେ। ଯଦି ଶିଖିବାକୁ ପାଇଥିବେ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିଦେବେ। ଠିକ୍ ଅଛି, ଏବଂ ସାଙ୍ଗସାଥିକି ସେୟାର ନିଶ୍ଚିନ୍ତ କରିଦେବେ। ଆପଣ ଯଦି ଏଇଭଳି ଛୋଟ ବିଜନେସ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ କରିପାରିବେ। ଠିକ୍ ଅଛି, 6N40 ମଡ଼େଲ୍ ହେଉ କିମ୍ବା 6200 ମଡ଼େଲ୍ ହେଉ କିମ୍ବା 6300 ମଡ଼େଲ୍ ହେଉ, ଯେଉଁ ବି ମେସିନ୍ ଆପଣ ନେଇ ଘରେ ରଖିପାରିବେ ଏବଂ ବିଜନେସ୍ ଷ୍ଟାର୍ଟ କରିପାରିବେ। ଠିକ୍ ଅଛି, ଏବଂ ଯାହା ବି ପ୍ରୋବ୍ଲେମ୍ ହେଉଛି ଆମ ଚ୍ୟାନେଲରେ ସବୁ ଅପଲୋଡ଼ ଅଛି, ଆପଣ ଯାଇ ଚେକ୍ କରିପାରିବେ ଏବଂ ଦେଖିପାରିବେ। ମୋର ଏଇ ଛୋଟ ବିଜନେସ୍ ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ କମେଣ୍ଟ କରିଦେବେ ଏବଂ କେଉଁ ଜିଲ୍ଲାରୁ ଆପଣମାନେ ଭିଡ଼ିଓକୁ ଦେଖୁଛନ୍ତି ନିଶ୍ଚିତ କମେଣ୍ଟ ମାଧ୍ୟମରେ କମେଣ୍ଟ କରିଦିଅନ୍ତୁ। ଠିକ୍ ଅଛି, ଆଜି ପାଇଁ ଏତିକି ରହୁଛି। ଜୟ ହିନ୍ଦ।